ଜୀବନରେ ଯଦି ଆପଣ ପ୍ରକୃତରେ ଖୁସି ହେବାକୁ ଚାହାନ୍ତି, ତେବେ ଅତୀତ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କରିବା ବନ୍ଦ କରନ୍ତୁ। ବର୍ତ୍ତମାନ ବିଷୟରେ ଚିନ୍ତା କରନ୍ତୁ। ଆପଣ ସର୍ବଦା ଖୁସି ରହିବେ। ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛି ଲାଭ ନାହିଁ, ଆଜ୍ଞା। ଯଦି ଦୁଃଖୀ ମଣିଷ ମୁହଁରେ ହସ ଫୁଟେଇ ପାରିବ, ତେବେ ତମକୁ ମନ୍ଦିରକୁ ବି ଯିବାକୁ ପଡ଼ିବନି। କାରଣ ଈଶ୍ୱର ସମସ୍ତଙ୍କ ହୃଦୟରେ ଥାଆନ୍ତି, ମନ୍ଦିରରେ ନୁହେଁ। ଭଗବାନ କହିଛନ୍ତି, ତମେ କାହାକୁ ଦୁଃଖ ଦେଇ ମୋ ପାଖରୁ ସୁଖର ଆଶା ରଖନାହିଁ। ଆଉ ଯଦି କାହାକୁ ମୁହୂର୍ତ୍ତକ ପାଇଁ ଖୁସି ଦେଉଛ, ତେବେ ତମେ ତମ ଦୁଃଖର ଚିନ୍ତା କରନାହିଁ। ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ। ନୀରବତା ହିଁ ଯଥେଷ୍ଟ ହୋଇଥାଏ। ଲୋକେ ଏଠି ନୂଆ ନୂଆ ସମ୍ପର୍କକୁ ବହୁତ ଭଲ ପାଆନ୍ତି, ଆଉ ପୁରୁଣା ହୋଇଗଲେ ସମ୍ପର୍କ ଭାଙ୍ଗିଦିଅନ୍ତି ଓ ଦୂରେଇ ଯିବାକୁ ଚେଷ୍ଟା କରନ୍ତି। ଗୀତାରେ ଲେଖାଅଛି, ଦୁଃଖର ଅନୁଭବ ହେବ ଯେବେ ମନକୁ ବୁଝାଇ ପରିସ୍ଥିତିକୁ ଗ୍ରହଣ କରି ନିଜକୁ ପରିବର୍ତ୍ତନ କରିବା ଶିଖିଯିବ। କାହିଁକିନା ପରିବର୍ତ୍ତନ ହିଁ ମଣିଷ ଜୀବନର ଦ୍ୱିତୀୟ ସତ୍ୟ ଅଟେ। ଜନ୍ମ, ପରିବର୍ତ୍ତନ ଆଉ ମୃତ୍ୟୁ। କଷ୍ଟ ମଣିଷକୁ ପରିବର୍ତ୍ତନ କରେ। କଷ୍ଟ ମଣିଷକୁ ଶକ୍ତିଶାଳୀ କରେ। ପ୍ରତ୍ୟେକ କଷ୍ଟର ଅଭିଜ୍ଞତା ଆମ ପାଇଁ ଏକ ନୂତନ ଶିକ୍ଷା ଅଟେ। ସବୁ ଦୁଃଖ ଦୂର ହେଲା ପରେ ଆମ ମନ ପ୍ରସନ୍ନ ରହିବ, ଏହା ଆମର ଗୋଟେ ଭ୍ରମ ଅଟେ। ବାସ୍ତବରେ ମନକୁ ପ୍ରସନ୍ନ ରଖିଲେ ସବୁ ଦୁଃଖ ଆପେ ଆପେ ଦୂର ହୋଇଯିବ। ଆଜିର ମଣିଷର ଚିନ୍ତାଧାରା ଏମିତି ହୋଇଯାଇଛି, ନିଜ ଉପରେ ବିପଦ ପଡ଼ିଲେ କହିବେ, ହେ ଭଗବାନ, ମୋତେ କାହିଁକି ଏତେ କଷ୍ଟ ଦେଉଛ? ଆଉ ଅନ୍ୟ ଉପରେ ପଡ଼ିଲେ କହିବେ, ଏ ହେଉଛି କର୍ମର ଫଳ।